ଭାଙ୍ଗିଲା ପାକିସ୍ତାନ ଫୁଟାଣି। ଭାରତ ସହିତ ମ୍ୟାଚ୍ ଖେଳିବ। ବାସନ୍ଦ ହେବନି ବାଂଲାଦେଶ। ଆସନ୍ତା 15 ତାରିଖ ଶ୍ରୀଲଙ୍କାର କୋଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲ୍ଟେଜ୍ ମ୍ୟାଚ୍ ଦର୍ଶକ ଦେଖିବାକୁ ପାଇବେ। ଏସବୁ ବିଷୟରେ ଆଲୋଚନା କରିବି। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ଆସନ୍ତୁ ଜାଣିବା ଭାଙ୍ଗିଲା ପାକିସ୍ତାନର ଫୁଟାଣି। ବାଂଲାଦେଶକୁ ହାତ ବାରିଶ କରି ଭାରତକୁ ଏକଘରିଆ କରିବାକୁ ଯୋଜନା କରିଥିଲା ପାକିସ୍ତାନ। କୂଟନୈତିକ ମନାନ୍ତରରୁ କ୍ରିକେଟ ପଡ଼ିଆ ଭିତରକୁ ପ୍ରବେଶ କରାଇ ଭାରତ ବିପକ୍ଷରେ ବିଶ୍ୱକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ତୋଡ଼ ଦେଖାଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ଆଇସିସିର ଛାଟ ପରେ କିନ୍ତୁ ପାକିସ୍ତାନ ପୁରା ସାବାଡ଼ ହୋଇଛି। ପାକିସ୍ତାନ ସରକାର ମଧ୍ୟ ନିଜ ଛେପ ନିଜେ ଢୋକିଛନ୍ତି। ପାକିସ୍ତାନ କ୍ରିକେଟ ଦଳକୁ ଭାରତ ବିପକ୍ଷରେ ଖେଳିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଫଳରେ ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍ ପୂର୍ବ ସୂଚୀ ଅନୁଯାୟୀ କୋଲମ୍ବୋରେ ଚଳିତ ଫେବୃଆରୀ 15 ତାରିଖରେ ଖେଳାଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ନିଜ ସ୍ୱର ବଦଳାଇ କାରଣ ଦର୍ଶାଇବାକୁ ଯାଇ ପାକିସ୍ତାନ ସରକାର କହିଛନ୍ତି, ବନ୍ଧୁ ରାଷ୍ଟ୍ରଗୁଡ଼ିକର ଆଗ୍ରହ ତଥା କ୍ରିକେଟର ବୃହତ୍ତର ହିତ ଦୃଷ୍ଟିରୁ ଆମେ ଆମ ଜାତୀୟ କ୍ରିକେଟ ଦଳକୁ ଭାରତ ବିପକ୍ଷରେ ଖେଳିବାକୁ ଅନୁମତି ଦେଉଛୁ। ସୂଚନା ଅନୁସାରେ ଆଇସିସି, ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଓ ଏମିରେଟ୍ସ କ୍ରିକେଟ ବୋର୍ଡ ମିଳିତ ଭାବେ ପକାଇଥିବା ଚାପ ଆଗରେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ପାକିସ୍ତାନ ସରକାର ମୁଣ୍ଡ ନୋଇବାକୁ ବାଧ୍ୟ ହୋଇଛନ୍ତି। ରବିବାର ଆଇସିସି ପ୍ରତିନିଧି ମଣ୍ଡଳ ଓ ପିସିବିର ମୁଖ୍ୟ ମୋହସିନ ନକଭି ଓ ବାଂଲାଦେଶ କ୍ରିକେଟ ବୋର୍ଡ ମୁଖ୍ୟ ଅମିମୁଲ ଇସଲାମଙ୍କ ମଧ୍ୟରେ ବସିଥିବା ବୈଠକରେ ହିଁ ଗତିରୋଧ ଦୂର ହୋଇଥିଲା। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପରେ ଏମିରେଟ୍ସ କ୍ରିକେଟ ବୋର୍ଡ ନକଭିଙ୍କୁ ପତ୍ର ଲେଖି ମ୍ୟାଚ୍ ଖେଳିବାକୁ ଆହ୍ୱାନ କରିଥିଲା। ମ୍ୟାଚ୍ ଖେଳିବା ଲାଗି ପିସିବି 5ଟି ସର୍ତ୍ତ ରଖିଥିଲା, ହେଲେ ଆଇସିସି କୌଣସି ଗୋଟିକାରେ ରାଜି ହୋଇନଥିଲା। ଚାରିଆଡ଼ୁ ଚାପ ପଡ଼ିବା ପରେ ନକଭି ଏହି ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଜ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଉପରେ ଛାଡ଼ି ଦେଇଥିଲେ। ପରେ ସରିଫ ସହ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରାଗ କୁମାର ଦିସନାୟକ କଥା ହୋଇ ପୂର୍ବ ସମ୍ପର୍କ ଦୃଷ୍ଟିରୁ କୋଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଲାଗି ସବୁଜ ସଂକେତ ଦେବାକୁ ସରିଫଙ୍କୁ ଅନୁରୋଧ କରିଥିଲେ। ସରିଫ ଏହା ପରେ ମାନି ଯାଇଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ରଖିଥିବା ସର୍ତ୍ତ ହେଲା, ପାକିସ୍ତାନ ସହ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିବାକୁ ଭାରତକୁ କହିବା, ଭାରତ ପାକିସ୍ତାନ ଓ ବାଂଲାଦେଶକୁ ନେଇ ଏକ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଆୟୋଜନ କରିବା, ବର୍ଷ ଶେଷ ଆଡ଼କୁ ବାଂଲାଦେଶ ଗସ୍ତ କରିବାକୁ ଭାରତକୁ ରାଜି କରିବା ଆଦି ମୂଲ୍ୟହୀନ ହୋଇଯାଇଥିଲା। ବାସନ୍ଦ ହେବନି ବାଂଲାଦେଶ। ବିଶ୍ୱକପ୍ରୁ ହଠାତ୍ ଓହରି ଯାଇଥିଲେ ମଧ୍ୟ ବାଂଲାଦେଶ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବନି। ଆର୍ଥିକ ଜରିମାନା କିମ୍ବା ପ୍ରତିବନ୍ଧକ ଲାଗିବନି। ଆଇସିସି ଏଭଳି ଘୋଷଣା କରିଛି। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ। ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଫଳରେ ବାଂଲାଦେଶକୁ ଆଳ କରି ପିସିବି କରୁଥିବା ନାଟକରେ ଜବନିକା ପଡ଼ିଛି। ତେବେ 2028ରୁ 2031 ମଧ୍ୟରେ ବାଂଲାଦେଶକୁ ଅତିରିକ୍ତ ଗୋଟିଏ ଆଇସିସି ପ୍ରତିଯୋଗିତା ଆୟୋଜନ ଅଧିକାର ପ୍ରଦାନ କରିବା ନେଇ ପିସିବି ରଖିଥିବା ଦାବି କଥା ବିଚାର କରାଯିବ ବୋଲି ସଂକେତ ଦେଇଛି ଆଇସିସି। ଗତକାଲିର ମ୍ୟାଚ୍ ବଡ଼ ବିଜୟରୁ ଦକ୍ଷିଣ ଆଫ୍ରିକାର ଅଭିଯାନ ଆରମ୍ଭ କଲା। ଇଟାଲୀର ପଦାର୍ପଣ ମ୍ୟାଚ୍କୁ ଫିକା କଲା ସ୍କଟଲ୍ୟାଣ୍ଡ। ଓମାନ ବିପକ୍ଷରେ ଜିମ୍ବାୱେର ଏକତରଫା ବିଜୟ। ଆସନ୍ତା 15 ତାରିଖର ଶ୍ରୀଲଙ୍କାର କୋଲମ୍ବୋରେ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲ୍ଟେଜ୍ ମ୍ୟାଚ୍ ଦର୍ଶକଙ୍କୁ ଦେଖିବାକୁ ରହିଲା। ଜୟ ଜଗନ୍ନାଥ।